ତଦନ୍ତ କରିକିରି ତାଙ୍କୁ ସମସ୍ତଙ୍କୁ ଶୁଳି ଦଣ୍ଡ ଦଉ। ମୋର ଏତିକି ଆପତ୍ତି, ଏତିକି ଭିକ ମାଗୁଛି ସରକାର ପାଖରେ, ସମସ୍ତଙ୍କୁ ଶୁଳି ଦଣ୍ଡ ଦିଅନ୍ତୁ। ଆତ୍ମା ଶାନ୍ତି ପାଉ, ମୋ ମୃତ୍ୟୁ ପୁଅର ଆତ୍ମା ଶାନ୍ତି ପାଉ। ଯୋଉମାନେ ମୋ ପୁଅକୁ ଏମିତି ମାରିଛନ୍ତି ସବୁ ପ୍ରମାଣ ତ ଫୋନରେ ଘରେ ଘରେ ହେଇକିରି ଥୁଆ ହେଇଛି। ଆଉ ତ ସେଥିରେ ଅଦୃଶ୍ୟରେ କିଛି ନାହିଁ, ଅଜାଣତରେ କିଛି ନାହିଁ। ଯୋଉମାନେ ମୋ ପୁଅକୁ ନିର୍ମମ ଭାବେ ମାରିକିରି ମାକୁ ଯେମିତି ସେ ସଦା ସଦୁଛନ୍ତି, ମୁଁ ଚାହୁଁଛି ଯୋଉମାନେ ମୋ ପୁଅକୁ ସବୁ ମାରିଛନ୍ତି ସେମାନଙ୍କୁ ଶୁଳି ଦଣ୍ଡ ହଉ। ମୁଁ ଏତିକି ରାଜରାସ୍ତାରେ ସରକାରୀ ପାଖେ କାନି ପତେଇ ଭିକ୍ଷା ମାଗୁଛି। ମୁଁ ଏତିକି ରାଜରାସ୍ତାରେ ସରକାର ପାଖେ କାନି ପତେଇକି ଭିକ ମାଗୁଛି। ମତେ ଏତିକି ନ୍ୟାୟ ମିଳୁ, ମତେ ଏତିକି ନ୍ୟାୟ ମିଳୁ, ମତେ ଏତିକି ନ୍ୟାୟ ମିଳୁ। ମୋ ପୁଅ ମାନଙ୍କୁ ଯୋଉମାନେ ମାରିଛନ୍ତି, ଦେଖ କେମିତି ମୋ ପୁଅକୁ ମାରିଛନ୍ତି ନିର୍ମମ ଭାବେ, କେମିତି ବାନ୍ଧିଛନ୍ତି ଗୋଡ ହାତ, ସେମିତି ସେମାନଙ୍କୁ ଶୁଳି ଦଣ୍ଡ ଦିଆ ହଉ। ମୋ ଆଖି ଦେଖୁ, ଶୁଳି ଦଣ୍ଡ ଦିଆ ହଉ, ମୋ ଆଖି ଦେଖୁ। ସମସ୍ତଙ୍କ ସବୁ ଫୋନରେ ଦେଖୁଛନ୍ତି, ସେ ଝିଅ ଦି ଜଣ ଥିଲା ସମସ୍ତେ ଫୋନରେ ଦେଖିଛନ୍ତି, ସମସ୍ତେ ଫୋନରେ ଦେଖିଛନ୍ତି, ସମସ୍ତେ ଫୋନରେ ଦେଖିଛନ୍ତି, ସମସ୍ତେ ଆଣିବେ, ସମସ୍ତେ ଜାଣିଛନ୍ତି। ତାଙ୍କୁ କ୍ରାଇମ ବ୍ରାଞ୍ଚ ବାଲା ତାଙ୍କୁ ନେଇକି ସବୁ ତଦନ୍ତ କରିକିରି ତାଙ୍କୁ ସମସ୍ତଙ୍କୁ ଶୁଳି ଦଣ୍ଡ ଦଉ। ମୋର ଏତିକି ଆପତ୍ତି, ଏତିକି